ବିରଜା ମାଙ୍କ ଉଦ୍ଦେଶ୍ୟରେ ବିରଜା ମାଙ୍କ ଯେଉଁ ଭକ୍ତମାନେ ଆସୁଛନ୍ତି ସବୁ କ୍ଷେତ୍ରରେ ମୁଖ୍ୟ ଗୋଟେ ଗେଟ୍ ଥାଏ ଯେ ବିରଜା କ୍ଷେତ୍ରରେ ଗୋଟେ ଗେଟ୍ ନାହିଁ। ୱେଲକମ୍ ଟୁ ବିରଜା କ୍ଷେତ୍ର ସେଇ ଉଦ୍ଦେଶ୍ୟରେ ବିରଜା ମାଙ୍କ ପାଖରେ ଯେଉଁ ବ୍ରହ୍ମାକୁଣ୍ଡ ଅଛି ବହୁତ ଅବହେଳିତ ହୋଇକି ରହିଛି ତାର ସଫେଇ କାର୍ଯ୍ୟ ପାଇଁ ଏବଂ ବିରଜା କ୍ଷେତ୍ରରେ ଯେଉଁ ଅଠରନଳା ଅଛି ଐତିହ୍ୟ ଯେଉଁ ଅଠରନଳା ପବିତ୍ର କ୍ଷେତ୍ର ବିରଜା କ୍ଷେତ୍ର ଅଠରନଳା ବହୁତ ଶୋଭନୀୟ ଜାଗା ସେ ଜାଗା ବି ଅବହେଳିତ ହେଇକି ଅଛି। ଆଉ ବିରଜା ମନ୍ଦିର ଯେଉଁ କାମ ହେଉଥିଲା ସିଏ ବି ବନ୍ଦ ହୋଇପଡ଼ିଛି। ଏହି ଉଦ୍ଦେଶ୍ୟ ନେଇ ବିରଜା ଜିଲ୍ଲାପାଳଙ୍କ କତିକି ଆମେ ଦାବିପତ୍ର ନେଇକି ଆସିଥିଲୁ। ଜିଲ୍ଲାପାଳ କହିଲେ ଯେ ଯଥାଶୀଘ୍ର କାର୍ଯ୍ୟକ୍ରମ ହେବ ଏବଂ ଆମେ RNBକୁ ଲେଟର ଦେଉଛୁ ଯେ ଯେଉଁ 4ଟି ଗେଟ୍ ପାଇଁ କହୁଛନ୍ତି ସେ 4ଟି ଜାଗା ଚିହ୍ନଟ କରାଯିବ ଏବଂ ଯଥାଶୀଘ୍ର ହେବ ଏବଂ ବ୍ରହ୍ମାକୁଣ୍ଡ ଆମେ ଯଥାଶୀଘ୍ର ଯେତେ ସମ୍ଭବ ହେବ 2-3 ଦିନ ଭିତରେ ଆମେ ସଫା କରିବୁ। ଆମେ ବି ଫେର ମ୍ୟାଡ଼ାମ୍ କହିଲେ ଯଦି ନ ହୁଏ ତାହେଲେ 10 ଦିନ ଭିତରେ ଆମେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବସିବୁ ଧାରଣାରେ ବସିବୁ ବୋଲି ଆମେ କହିକି ଆସିଛୁ। ବିରଜା କ୍ଷେତ୍ରକୁ ବହୁତ ରାଜ୍ୟ ବାହାରୁ ଜିଲ୍ଲା ବାହାରୁ ବହୁତ ଭକ୍ତ ଆସୁଛନ୍ତି। ଯେ ଖରାଦିନ ବିରଜା ମନ୍ଦିର ପାଖରେ ଯେଉଁ ପ୍ରକଳ୍ପ ହେଉଛି ତାହା କମ୍ପ୍ଲିଟ୍ ହୋଇପାରି ନାହିଁ। ବିରଜା ମନ୍ଦିର ଭିତରେ କଣ୍ଟ୍ରାକ୍ଟର ସମୟ ନେଇଥିଲା ସମୟ ସୀମା ଭିତରେ ତାହା ବି କମ୍ପ୍ଲିଟ୍ ହୋଇନାହିଁ ଏବଂ ଯେଉଁ ବାହାର ଜାଗା ବହୁତ ଖରା ହେଉଛି ତାର ଗଛ ପାଇଁ କଥା ହେଇଥିଲା ତାକୁ ବି ଲାଗିନାହିଁ। ବହୁତ ଲୋକ ଯାତ୍ରୀ ଆସୁଛନ୍ତି ସେ ବହୁତ ହଇରାଣ ହେଉଛନ୍ତି। ନୂଆ ସରକାର ଆସିଲେ ମୁଖ୍ୟମନ୍ତ୍ରୀ ଆସିଥିଲେ ମନ୍ଦିରକୁ ଆସି ଘୋଷଣା କରି ଯାଇଛନ୍ତି। ସେ ଘୋଷଣା ଭିତରେ ରହିଯାଇଛି କିନ୍ତୁ କୌଣସି କାମ ଏପର୍ଯ୍ୟନ୍ତ ହେଇନାହିଁ କି କାମ ଏପର୍ଯ୍ୟନ୍ତ ହେଉନାହିଁ। ଆମେ ଜିଲ୍ଲାପାଳଙ୍କୁ ଯେଉଁ ଆସିଥିଲୁ ସେ ବିଷୟରେ ଜଣାଇଲୁ ଯେ ଆମେ ଚେଷ୍ଟା କରୁଛୁ ଶୀଘ୍ର କାମ କରିବା ଚେଷ୍ଟା କରୁ ଆପଣ ତ କୌଣସି କାମ ଏପର୍ଯ୍ୟନ୍ତ ହେଉନି। ଯେଉଁ କାମ ହେଉଥିଲା ସିଏ ବି ଶୀତଳ ପଡ଼ିଗଲାଣି ଏବଂ କାମ ବନ୍ଦ ହୋଇଗଲାଣି। ବିରଜା ମନ୍ଦିର ଭିତର କୌଣସି କାମ ହେଉନି କି ବାହାର କୌଣସି କାମ ହେଉନାହିଁ ପୁରା ବନ୍ଦ ହୋଇପଡ଼ିଛି। ଆମେ ଦାବି କରୁଛୁ ଯଦି 10 ଦିନ ଭିତରେ କାମ ନ ଚାଲେ କି ଯେଉଁ ଆମେ ଗେଟ୍ କଥା କହୁଛୁ ନ ହୁଏ ତା 10 ଦିନ ଭିତରେ ଆମେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବସିବୁ ଧାରଣାରେ।